ନମସ୍କାର। ମକର ସଂକ୍ରାନ୍ତି ଅବସରରେ ମୟୂରଭଞ୍ଜର ସମସ୍ତ ଅଧିବାସୀମାନଙ୍କୁ ମକର ଜୁହାର। ଆସନ୍ତୁ ଆଜି ଏକ ବିବାଦୀୟ ବିଷୟ ଉପରେ ଆମେ ଆଲୋଚନା କରିବା। ସେ ବିଷୟଟି ହେଉଛି ନେତା। ଯେଉଁ ବିଷୟଟିକୁ ଲୋକ ଆଲୋଚନା କରିବା ପାଇଁ ଦ୍ୱିଧାମାନ କରନ୍ତି, ଖୋଲିକି ଆଲୋଚନା କରନ୍ତି। ଆସନ୍ତୁ ତାର କିଛି ଖୋଲା ଆଲୋଚନା କରିବା। ହୁଏତ ମୋର ବି କିଛି ଭୁଲ ତ୍ରୁଟି ହେବ, ତାହେଲେ କ୍ଷମା ଦେବେ। ନେତା କହିଲେ ଆମେ କ'ଣ ବୁଝୁ? ନେତା କହିଲେ ସାଧାରଣତଃ ଭାବେ ଆମେ ଜଣେ ନେତୃତ୍ୱ ନେଉଥିବା ବ୍ୟକ୍ତିତ୍ୱକୁ ବୁଝୁ, ଯିଏକି ଇଲେକ୍ଟେଡ୍ ହେଇ ବା ଇଲେକ୍ଟେଡ୍ ନ ହେଇ ମଧ୍ୟ ସେ ନେତୃତ୍ୱ ନେଇପାରୁଥିବ। ଯେଉଁମାନେ ଇଲେକ୍ଟେଡ୍ ହୁଅନ୍ତି ସରପଞ୍ଚ ପାଖରୁ, PSMR ପାଖରୁ, MLA ପାଖରୁ, ଜିଲ୍ଲା ପରିଷଦ ପାଖରୁ, ସମସ୍ତେ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତେଙ୍କ ବିଷୟରେ ଆଜିଟି କଥା। ଅନ୍ୟପଟେ ହେଲା ଯେଉଁମାନେ ଇଲେକ୍ଟେଡ୍ ନ ହୋଇ ମଧ୍ୟ ନେତୃତ୍ୱ ନେଇଥାନ୍ତି, ନିଜର ସୋସିଆଲ ୱାର୍କ ବଳରେ ଯେଉଁମାନେ କି ନେତୃତ୍ୱ ନେଇଥାନ୍ତି, କୌଣସି ପୋଷ୍ଟରେ ଲୋଭ ନ ରଖି ଯେଉଁମାନେ କି ସୋସିଆଲ ୱାର୍କକୁ ଷ୍ଟ୍ରେନ୍ଥ ବନେଇ ନେତୃତ୍ୱ ନେବା ପାଇଁ ସକ୍ଷମ ହୋଇଥାନ୍ତି, ସେମାନେ ଜଣେ ଜଣେ ୟୁନିକ୍ ପ୍ରତିଭା। ଯେମିତି ମୁଁ କହିବି ମୋର ପ୍ରିୟ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ। ଓଡ଼ିଶାର ଦୁଇ ଜଣଙ୍କୁ ଭଲ ଲାଗେ, ଅଚ୍ୟୁତ ସାମନ୍ତ ଏବଂ VK ପାଣ୍ଡିଆନ ସାର୍ଙ୍କର। ଲୋକାଲ ଅଞ୍ଚଳରେ ଯଦି ଆମେ କହିବା, ମୋ ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସମାଜସେବୀ, ବାରିପଦାର ନଛି ଭାଇ ଏବଂ ସଫି ଭାଇ, ଉଭୟଙ୍କର କାର୍ଯ୍ୟଶୈଳୀ ମଧ୍ୟ ମୋତେ ବେଶ ପ୍ରଭାବିତ କରିଛି। ସେମାନେ କୌଣସି ପୋଷ୍ଟରେ ନାହାନ୍ତି, ତଥାପି ସୋସିଆଲ ୱାର୍କ କରିଥାନ୍ତି। ଆସନ୍ତୁ ଆମେ ଆଜି ଯେଉଁ ବିଷୟରେ ଆଲୋଚନା କରିବା, ସେ ବିଷୟଟି ହେଉଛି ଜଣେ ରାଜନୈତିକ ନେତା କହିଲେ ଆମେ କ'ଣ ବୁଝୁ? ଜଣେ ନେତା କହିଲେ ଖଦଡ଼ ବସ୍ତ୍ର ପରିଧାନ କରିଥିବା ଗୋଟେ ଟାଉଟର ବ୍ୟକ୍ତିତ୍ୱର ଛବି ସ୍ୱାଭାବିକ ଭାବେ ସମସ୍ତ ମନରେ ଉଙ୍କି ମାରେ। ଆଚ୍ଛା, ଏଇଠି ଗୋଟେ କଥା ଉଠି ମାରେ ଯେ ସେ ଟାଉଟର ଥାଆନ୍ତି ନା ଟାଉଟର ହେଇଯାଆନ୍ତି? ଯଦି ସେ ଜନ୍ମରୁ ଟାଉଟର ଥାଆନ୍ତି, ତାକୁ ଲୋକମାନେ କାହିଁକି ଇଲେକ୍ଟେଡ୍ କରନ୍ତି? ସେମାନେ ପ୍ରାୟ ଲୋକଙ୍କ ଦ୍ୱାରା ଇଲେକ୍ଟେଡ୍ ହୁଅନ୍ତି। ଓହୋ, ନାଇଁ, ଆପଣ କହୁଛନ୍ତି ସେମାନେ ଟାଉଟର ନଥାନ୍ତି, ଖରାପ ଲୋକ ନଥାନ୍ତି, ପୋଷ୍ଟ ପାଇଲା ପରେ ଇଲେକ୍ଟେଡ୍ ହେଲା ପରେ ଟାଉଟର ହୁଅନ୍ତି, ଏହା ତ? ଆଚ୍ଛା, ଠିକ୍ ଅଛି। ଥରେ ତାକୁ ଆପଣ ବସାଇ ଦେଲେ, ସେ ଦୁର୍ନୀତିଗ୍ରସ୍ତ ହେଇଗଲା, ଟାଉଟର ହେଇଗଲା। ସେମାନଙ୍କୁ ପୁଣି ଦେଖାଯାଏ 2 ଥର, 3 ଥର, 4 ଥର, 5 ଥର ପର୍ଯ୍ୟନ୍ତ ଆପଣମାନେ ଇଲେକ୍ଟେଡ୍ କରୁଛନ୍ତି। ଯଦି ଆପଣଙ୍କ ଦ୍ୱାରା ସେମାନେ ନିର୍ବାଚିତ ହେଉଛନ୍ତି, ପୁଣି ଆପଣମାନେ ସେମାନଙ୍କୁ ନିନ୍ଦା କାହିଁକି କରୁଛନ୍ତି? ଯଦି ଲୋକ ଭଲ ନାହିଁ, ଆପଣ ତାଙ୍କୁ ଇଲେକ୍ଟେଡ୍ କରିବା କଥା ନୁହଁ। ଯଦି କରିଛନ୍ତି, ତାହେଲେ ଜାଣିବା ଦରକାର ତାଙ୍କ ଭିତରେ ବି କିଛି ଭଲ ଗୁଣ ଅଛି ବୋଲି ଆପଣମାନେ କରୁଛନ୍ତି। ଦ୍ୱନ୍ଦ୍ୱରେ ପଡ଼ିଗଲା। ଆଜିର ବିଷୟ ହିଁ ହେଉଛି ସେମିତି। ଆସନ୍ତୁ ଆମେ ଆଲୋଚନା କରିବା, ଜଣେ ଲୋକ ଆପଣଙ୍କ ମତରେ କ୍ଷମତା ପାଇଲା ପରେ ଦୁର୍ନୀତିଗ୍ରସ୍ତ ହେଇଯାଏ। ସେ ହୁଏ କାହିଁକି? ସେ ଦୁର୍ନୀତିଗ୍ରସ୍ତ ହେଇଯାଏ ନା ତାଙ୍କୁ ଦୁର୍ନୀତିଗ୍ରସ୍ତ କରି ଦିଆଯାଏ? ଆମେ ଦୁଇଟି କଥା କହିଲେ ଆମେ ସମସ୍ତଙ୍କ ଭିତରେ ଜାଣିପାରିବା। ପ୍ରଥମଟି ହେଲା, ସବୁ ଭଲ ଲୋକ ଭଲ ନେତା ହେଇପାରିବେ ନାହିଁ। ସବୁ ଭଲ ନେତା ହୁଏତ ଭଲ ଲୋକ ହେଇପାରନ୍ତି, କିନ୍ତୁ ସବୁ ଭଲ ଲୋକ ହେବା ଆଉ ନେତା ହେବା ଦୁଇଟି ଭିନ୍ନ ଜିନିଷ ଅଛି। ରାଜନୀତିର ହେଉଛି ପ୍ରଥମ ସୋପାନ ହେଉଛି ନିନ୍ଦା ସହିବାର ଅଭ୍ୟାସ। ଗୋଟେ ସାଧାରଣ ଲୋକଟେ, ଗୋଟେ ଭଲ ଲୋକଟେ ଆଜ୍ଞା କେବେ ନିନ୍ଦା ସହିପାରିବନି, ତା ରାତିରେ ନିଦ ହେବନି। ମୁଁ ଗୋଟେ ଉଦାହରଣ ଦେଉଛି। ଧରାଯାଉ ଗୋଟେ ଆଶ୍ରମ ସ୍କୁଲରେ, ହଷ୍ଟେଲରେ ଆପଣଙ୍କ ପାଇଁ 2ଟା ସିଟ୍ ଅଛି। 2ଟି ପିଲାକୁ ରିକ୍ୱେଷ୍ଟ କଲେ ଜଣେ ସାର୍ ରଖିବେ, ଧରାଯାଉ ବ୍ୟବସ୍ଥା ଆପଣଙ୍କ ପାଇଁ ଅଛି। କିନ୍ତୁ ଯେତେବେଳେ ଲୋକମାନେ ଜାଣିବେ ସାର୍ କହିଲେ ମୋ ଛୁଆର ଆଡ଼ମିସନ୍ ହେଇଯିବ, ସେତେବେଳେ ଶହ ଶହ କର୍ମୀ ଆପଣଙ୍କ ପାଖକୁ ଆସିବେ, ମୋ ଛୁଆଟାକୁ ଟିକେ ଆଡ଼ମିସନ୍ କରିଦିଅନ୍ତୁ। ଆପଣ କ'ଣ କରିବେ? ଯଦି 2ରୁ ଅଧିକ ଲୋକଙ୍କର ଫରମାଇଶ କଲେ, ଅନୁରୋଧ କଲେ ସାର୍ଙ୍କୁ,
ତାହେଲେ ପ୍ରଥମ ତ ପରିହାସର କାରଣ হবে ସାର୍ଟି କହିବ ଆରେ ଏ ଲୋକଟା ପାଗଳଟା କି ଦୁଇଟା ଲୋକକୁ ଦେବା ପାଇଁ କହିଥିଲି ସେ 20 ଜଣ ଲୋକଙ୍କୁ ଲେଖିକି ଦେଲେଣି। ଯଦି ଆପଣ ବହୁତ କଷ୍ଟରେ ଦୁଇଟା ଲୋକକୁ ବାଛି ଗରିବତମ ଲୋକ ଭାବିକି ତାକୁ ସାର୍ଙ୍କୁ ରିକ୍ୱେଷ୍ଟ କଲେ, ଆପଣଙ୍କୁ ଶହ ଶହ ଲୋକ ନିନ୍ଦା ପ୍ରଥମେ କରିବେ ଯେହେତୁ ଆପଣଙ୍କର ତାଙ୍କ ପିଲାର ଆଡ଼ମିସନ୍ କରିନାହାନ୍ତି। ସେମାନେ କହିବେ ଦେଖ ସେ ଲୋକଟାକୁ ଆମେ ରିକ୍ୱେଷ୍ଟ କଲୁ, ସେ ଆମ ସହିତ ଭଲସେ କଥା ବି ହେଲାନି, ପାଣି ମଧ୍ୟ ଯାଚିଲାନି, ସେ ତାକୁ ଆମେ ଇଲେକ୍ଟେଡ଼ କରିଥିଲୁ, ସେ ଆତ୍ମଗର୍ବୀ ହେଇଗଲା, ଚାହିଁଲା ନାହିଁ। ଏବଂ ଅନ୍ୟ ପକ୍ଷରେ ସେଇଟା ବି ଆମେ ସହିପାରନ୍ତୁ ଯଦି ହେଇଯାଇଥିବା ଦୁଇଟି ଲୋକ ଯଦି ଆମକୁ ପ୍ରଶଂସା କରନ୍ତେ, କହନ୍ତେ ଯାହା ହଉ ଆମ ଦୁଇଟି ପିଲାର କମ୍ ସେ କମ୍ ହେଇଯାଇଛି, ନେତାଜୀ ଆମକୁ ସାହାଯ୍ୟ କଲେ ବୋଲି କମ୍ ସେ କମ୍ ମୋର ଦୁଇଟି ପିଲାର ହେଇଛି, ଯଦି ପ୍ରଶଂସା କରନ୍ତେ ତାହେଲେ ଶହ ଶହ ଲୋକ ଦେଇଥିବା ଗାଳିକୁ ଆମେ ମଧ୍ୟ ଭୁଲିଯାଆନ୍ତୁ, ଅପବାଦକୁ ଆମେ ସହିଯାଆନ୍ତୁ। କିନ୍ତୁ ଯେଉଁମାନଙ୍କର ହେଇଯାଏ ସେମାନେ ଧନ୍ୟବାଦ ଦେବା ପାଇଁ କେବେ ଆସନ୍ତିନି ଆଜ୍ଞା। କିନ୍ତୁ ରାସ୍ତାଘାଟରେ ଯେଉଁଠି ପାଆନ୍ତି ସେ 100 ଲୋକ ଆମକୁ ନିନ୍ଦା କରନ୍ତି। ତେଣୁ ପ୍ରଥମ କ୍ୱାଲିଫିକେସନ୍ ହେଉଛି ନିନ୍ଦା ସହିବାର ଅଭ୍ୟାସ କରିବା ଦରକାର, ଯେଉଁଠିକି ସାଧାରଣତଃ ଭାବେ ଜଣେ ଭଦ୍ରଲୋକ ସରଳ ଲୋକ କରିପାରିବ ନାହିଁ। ଦ୍ୱିତୀୟ କଥା ହେଉଛି ପଇସା ନେଉଥିବା ନେତା ଆମର କାହାରି ପସନ୍ଦ ନାହିଁ, ହଁ କି ନାହିଁ? କିନ୍ତୁ ଅନ୍ୟ ପକ୍ଷରେ ପଇସା ଦେଉଥିବା ନେତା ସମସ୍ତଙ୍କର ପସନ୍ଦ। ଖେଳରେ, ପୂଜାରେ, କୀର୍ତ୍ତନରେ, ବାହାଘରରେ, ଛୁତିକାରେ ଯଦି ଠିଆ ହେଇପାରୁଥିବ ଆଉ ଟିକେ ମୋଟାଙ୍କର ସାହାଯ୍ୟ କରୁଥିବ ସେଇ ନେତା ସମସ୍ତଙ୍କର ପସନ୍ଦ। କିନ୍ତୁ କେବେ ପ୍ରଶ୍ନ କରିଛନ୍ତି ଯଦି ନେତାଟି ପଇସା ନେଉ ବୋଲି କେହି ଚାହୁଁନାହାନ୍ତି, ଭଲ ଲାଗୁନି, ତାହେଲେ ଲୋକଟି ପଇସା ଦେବ କେଉଁଠି? ପଇସା ଆସିବ କେଉଁଠୁ? ଆରେ ପଇସାର ଖେଳ ତ ସେଇଦିନ ଆରମ୍ଭ ହେଇଯାଏ ଯେଉଁଦିନ ଲୋକଟି ଠିଆ ହେଇଥାଏ ନିର୍ବାଚନରେ। ଆମେ ବିଚାର କରିବା କଥା ଯେଉଁ ଲୋକ ଆପଣଙ୍କୁ ସର୍ବାଧିକ ଖର୍ଚ୍ଚ ଦେଉଛି ମାନେ ସେ ସକାଳ ପାଇଲେ କ୍ଷମତା ପାଇଲା ପରେ ସର୍ବାଧିକ ପଇସା ସିଏ ହିଁ ନେବ, କାହିଁକିନା ତାକୁ ସେ ଲୋକର ପଇସା ସୁଝିବାର ଅଛି। ବିଭିନ୍ନ ସମୟରେ ଦେଖାଯାଏ କେଉଁ ଗାଁର ଲୋକ ତମ୍ବୁ ମାଗିଲେଣି, କେଉଁ ଗାଁ ଲୋକ ହଣ୍ଡା ଡେକ୍ଚି ମାଗିଲେଣି, କେଉଁଠି ଚେୟାର ମାଗିଲେଣି, କେଉଁଠି ପଇସା ମାଗିଲେଣି। କମ୍ପିଟିସନ୍ କରି ଜିତିବା ପାଇଁ ଯଦି ଯେଉଁ ଲୋକ ଜିତିଥାଏ ସେ ଲୋକ ନିଶ୍ଚିତ ଭାବେ ପଇସା ନେବା ପାଇଁ ପଡ଼ିବ। ଏଇଠି ଗୋଟେ କଥା ଆମକୁ ବିଚାର କରିବା ପାଇଁ ପଡ଼ିବ, ଯେତେବେଳେ ବିଡ଼ିଓ, ଜଣେ ଜେଇ, ଜଣେ ତହସିଲଦାର ପଇସା ନେଉଛନ୍ତି ସେମାନଙ୍କର ଦରମା ଲକ୍ଷାଧିକ ଆଜ୍ଞା, ସେତେବେଳେ ଆମେ ନୀରବ ରହୁଛୁ। କିନ୍ତୁ ଯେତେବେଳେ 10,000 5,000 ଦରମା ବିଶିଷ୍ଟ ଜଣେ ସରପଞ୍ଚ, ଜଣେ ଚେୟାରମ୍ୟାନ୍, ଜଣେ PS ମେମ୍ବର, ଜଣେ ଜିଲ୍ଲା ପରିଷଦ ଯେତେବେଳେ 2 ପଇସାଟା ହେଲା ଆମେ ସମସ୍ତେ ଈର୍ଷାନ୍ୱିତ ହେଉଛୁ। ଯେତେବେଳେ ବିଡ଼ିଓ ତହସିଲଦାର ଯେଉଁମାନେ ଉଚ୍ଚ କୋଟିର ଘର କରୁଛନ୍ତି ନିଜର ଆୟରୁ ବହିର୍ଭୂତ ସମ୍ପତ୍ତି ନେଇ, ସେତେବେଳେ ଜନମାନସରେ ଆଲୋଚନା ହୁଏନି। କିନ୍ତୁ ଯେତେବେଳେ ଜଣେ ଛୋଟ ନେତାଟେ, ଜଣେ ସରପଞ୍ଚଟେ ଗୋଟେ ଘର କରିଗଲା ବା ଗୋଟେ ଗାଡ଼ି କରିଗଲା, ସମସ୍ତେ ଈର୍ଷାନ୍ୱିତ, ଦେଖ କାଲି ଝୁମ୍ପୁଡ଼ି ଥିଲା ଆଜି ବଡ଼ ହେଇଗଲା। ଆରେ ଆପଣ କ'ଣ ଚାହୁଁନାହାନ୍ତି ଆପଣଙ୍କର ନେତୃତ୍ୱ ନେଉଥିବା ଜଣେ ଲିଡ଼ର ଗୋଟେ ଘର କରିପାରିବନି? ସେଇଟା କ'ଣ ଆପଣ ଚାହୁଁନାହାନ୍ତି? ମନେ ରଖିଥିବେ ଜଣେ ଲିଡ଼ର ପାଖରେ ଯେତେବେଳେ ପଇସା ହୁଏ କେଉଁଠି ନା କେଉଁଠି ବାହାଘର, ସୁଦଘର, ଛୁତିକା, ମୋତିକା, ପୂଜା, ଖେଳ, କୀର୍ତ୍ତନ ସବୁରେ ରିଟର୍ଣ୍ଣ ହେଇକି ଲୋକ ପାଖକୁ ଫେରି ଆସିଥାଏ। କିନ୍ତୁ ଜଣେ ସର୍ଭିସର ପାର୍ସନ୍ ଯେତେବେଳେ ଆୟରୁ ବହିର୍ଭୂତ ସମ୍ପତ୍ତି ଠୁଳ କରେ ସେଇଟା କେବଳ ନିଜ ବ୍ୟକ୍ତିଗତ କାମରେ ହିଁ ଲାଗିଥାଏ। ତାହେଲେ କାହା ପାଖରେ ସମ୍ପତ୍ତି ଠୁଳ ହେବା ଭଲ? ମୋ ମତରେ ନେତାଙ୍କ ପାଖରେ। କିନ୍ତୁ ହଁ, ଗୋଟେ ଜିନିଷ ଦେଖିବା ବହୁତ ଜରୁରୀ ଅଟେ, ନେତା କେବଳ ନିଜର ଉନ୍ନତି କରିଛି ନା ଅଞ୍ଚଳର ଉନ୍ନତି ବି କରିଛି? ଯଦି ଅଞ୍ଚଳର ବି ମଧ୍ୟ ଉନ୍ନତି ହେଇଛି ତାହେଲେ ଠିକ୍ ଅଛି। ଆଉ ଗୋଟେ କଥା, ନେତା ଯେଉଁ ଘର କରିଛି, ଗାଡ଼ି କରିଛି, ସେଇଟା ଗରିବ ଗୁରୁବାମାନଙ୍କର ତଣ୍ଟି ଚିପି ଶୋଷଣ କରି ନୁହଁ ତ? ଘର କରିଦେବି, ଭତ୍ତା କରିଦେବି, ଚାକିରି କରିଦେବି କହିକି ଯଦି ତଣ୍ଟି ଚିପି ଶୋଷଣ କରୁଛି, ମୋ ମତରେ ସେ ଲିଡର ଠିକ୍ ନୁହଁ, ତାକୁ ନିର୍ବାଚିତ କରିବା କଥା ନୁହଁ। ଯଦି ଘର କରିଦେବି, ଛତା କରିଦେବି, ଜଣଙ୍କର ଭତ୍ତା କରିଦେବି କହି ଆପଣଙ୍କ ଗାଁ ଗହଳିର ଲୋକଙ୍କୁ ଯଦି ଶୋଷଣ କରିନାହିଁ, ତାର ଘର ଦେଖି, ତା ଗାଡ଼ି ଦେଖି ଆପଣ ଜଳୁଛନ୍ତି କାହିଁକି? ଚିନ୍ତା କରନ୍ତୁ। ସମୟ ଧୀରେ ଧୀରେ ଅବଶ୍ୟ ବଦଳିଗଲାଣି।
ଲୋକମାନେ ସେମିତି ଲୋକକୁ ପସନ୍ଦ କରୁଛନ୍ତି ଯିଏକି ମିଛ ଛଳନା କରୁଥିବ। କାମ ହଉ ବା ନ ହଉ, ଯିଏ ବଡ଼ ସ୍ୱରରେ କହିପାରିବ ମୋ କର୍ମୀଟି ଯାଉଛି, ତା କାମ ହେବା ଦରକାର, ମୁଁ ଅଧ୍ୟକ୍ଷ ହିସାବରେ ପଠାଉଛି, ତାର ନିଶ୍ଚିତ କାମ ହେବା ଦରକାର, ନହେଲେ ମୁଁ କିଛି ଶୁଣିବି ନାହିଁ। ଯଦି ଏମିତି ଷ୍ଟାଇଲ୍ରେ କହିପାରିବ, କର୍ମୀଟି ଖୁସି ଯେ ମୋ ପାଇଁ ଏମିତି ଗାଳି ଦେଲେ ଅଫିସରଟାକୁ, ସେ ଆତ୍ମଶାନ୍ତି। ତାର କାମ ହଉ ବା ନ ହଉ ତାର କିଛି ସମ୍ପର୍କ ନାହିଁ। ସେମିତି ଲୋକଙ୍କ ପସନ୍ଦ। ଏମିତି ଲୋକ ବେଳେବେଳେ ଦେଖିବେ, ଲୋକମାନେ ଏମିତି ଲୋକକୁ ଗେଷ୍ଟ କରି ଡାକିବେ ବିଭିନ୍ନ ଖେଳକୁ, ବିଭିନ୍ନ କାର୍ଯ୍ୟକ୍ରମକୁ, ଯେ ମୋଟା ଅଙ୍କର ଦେବ। ଆଲୋଚନା ହୁଏ, ଆରେ ତାକୁ ଡାକନି ହୋ, ସେ କଞ୍ଜୁସଟା କିଛି ପଇସା ଦେଇପାରିବନି। ଯେ ଦଳର ଲୋକ ସବୁଠୁ ମୋଟା ଅଙ୍କର ପଇସା ଦେବେ ତାକୁ ଗେଷ୍ଟ ଡାକାଯିବ। ଶୁଣିଛନ୍ତି କି ନାହିଁ? ନିଶ୍ଚିତ। ଆମେ ଚିନ୍ତାଧାରାକୁ ଟିକେ ପରିବର୍ତ୍ତନ କରିବାର ସମୟ ଆସିଛି। ଆଉ ଗୋଟେ ଆମକୁ ଆଉ ଗୋଟେ ପ୍ରୟାସ କରିବା ପାଇଁ ପଡ଼ିବ। ଲୋକଟି ପଇସା ରୋଜଗାର ସାଧାରଣ ଲୋକ ଗୌର ବିଭାଗରେ କରୁଛି କି ନାହିଁ ଏବଂ ଅଞ୍ଚଳର ବିକାଶ ହେଉଛି କି ନାହିଁ, ତାକୁ ବିଶେଷ ଗୁରୁତ୍ୱ ଦେଇ ପରବର୍ତ୍ତୀ ନିର୍ବାଚନରେ ଆପଣ ନିର୍ବାଚିତ କରିବା ପାଇଁ ପ୍ରୟାସ କରିବେ। ଏବଂ ଜଣେ ନେତାଙ୍କର ମଧ୍ୟ ପରିବାର ଅଛି। ଯେତେବେଳେ ସେ ସମାଜସେବାକୁ ଆଗାଏ ନା, ପରିବାର ଲୋକକୁ ସମୟ ଦେଇପାରେନି ଆଜ୍ଞା। ସେ କେଉଁଠି ନା କେଉଁଠି ନିଜ ପ୍ରଫେସନ୍କୁ ମଧ୍ୟ ଛାଡ଼ିଥାଏ। ମୁଁ ତ ମୋ ଚାକିରି ମଧ୍ୟ ଛାଡ଼ିଛି। କିନ୍ତୁ ଏଇଟା ସତ, ଅନେକ ଲୋକଙ୍କର ଭଲ ପାଇବା ମଧ୍ୟ ପାଇଛି। ଆସନ୍ତୁ, ମୋର ଏ ଭିଡ଼ିଓରେ ଯଦି କିଛି ଭୁଲ ତ୍ରୁଟି ଥିବ ତାହେଲେ କ୍ଷମା ଦେବେ। ଟିକିଏ ନେତାଙ୍କୁ ଭଲ ଚକ୍ଷୁରେ ମଧ୍ୟ ଦେଖିବା ପାଇଁ ଆରମ୍ଭ କରିବା। ଯଦି ସେ ଆପଣଙ୍କ ପାଇଁ ଭଲ ଥିବ, ତାକୁ ମିଛରେ ସନ୍ଦେହ ନ କରି ତା ସତ୍ୟତା ବିଷୟରେ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରିବା। ଧନ୍ୟବାଦ।